ଭାରତବର୍ଷର ରାଜନୀତିରେ କୌଣସି ମୁଖ୍ୟ ରାଜନୈତିକ ଦଳ ଏକାକୀ ଭାବରେ ଶାସନ କରିପାରିବ ନାହିଁ। ନା ରାଜ୍ୟରେ କରିବ ନା କେନ୍ଦ୍ରରେ କରିବ। ଏ ବିଷୟରେ ଆଗ ଆମେ ସ୍ପଷ୍ଟ ହୋଇଯିବା ଉଚିତ। ଏବଂ ଯେଉଁ ଭାରତୀୟ ଜନତା ପାର୍ଟି ଅତି ବଡ଼ ଛାତି ବାଡ଼େଇକରି କଥାବାର୍ତ୍ତା କରୁଛନ୍ତି, ସେ ଭାରତୀୟ ଜନତା ପାର୍ଟି ମଧ୍ୟ ଆଞ୍ଚଳିକ ଦଳମାନଙ୍କର ସହାୟତା ନ ନେଲେ ଆଗାମୀ ଦିନରେ ଗୋଟିଏ ବି ରାଜ୍ୟରେ ଶାସନ କରିପାରିବ ନାହିଁ। ଅଇକ୍ଷା କିଛି ଗୁଡ଼ିଏ ରାଜ୍ୟ ଦୁଇ ଚାରିଟା ରାଜ୍ୟ ତା ହାତକୁ ଯାଇଛି। କଂଗ୍ରେସର ମଧ୍ୟ ସେ ଅବସ୍ଥା, ସେ ଇଣ୍ଡିଆ ମେଣ୍ଟ ବା ଆଞ୍ଚଳିକ ଦଳମାନଙ୍କୁ ନେଇକରି ହିଁ ଶାସନ କରିବାକୁ ପଡ଼ିବ। ଯଦିଓ ଗୋଟାଏ ସମୟରେ ମାତ୍ର ଡିଏମ୍କେ ତାମିଲନାଡ଼ୁରେ ଆଞ୍ଚଳିକ ଦଳକୁ ସାଙ୍ଗରେ ନେଇଥିଲା, ବର୍ତ୍ତମାନ ଅନେକ ରାଜ୍ୟରେ କଂଗ୍ରେସ ମଧ୍ୟ ଆଞ୍ଚଳିକ ଦଳକୁ ସାଙ୍ଗକୁ ନେଇ ସାରିଲାଣି। ସେହି ଦୃଷ୍ଟିରୁ ବିଚାର କଲେ ଆଞ୍ଚଳିକ ଦଳ ପ୍ରତି ସାଧାରଣରେ ଜନସାଧାରଣଙ୍କ ଭିତରେ ଆଗ୍ରହ ବୃଦ୍ଧି ପାଉଛି। ଆମେ ଲକ୍ଷ୍ୟ କରୁଛୁ, ଭୋଟ ମଧ୍ୟ ସେ ଅନୁସାରେ ମିଳୁଛି। ଆମେ ଏଠି ଦେଖିଲୁ, ମହାରାଷ୍ଟ୍ରରେ ବି ଦେଖିଲୁ, ଝାଡ଼ଖଣ୍ଡ ଦେଖିଲୁ, ସବୁ ରାଜ୍ୟମାନଙ୍କରେ ଦେଖୁଛୁ। ଓଡ଼ିଶାରେ ମଧ୍ୟ ତା'ର ସୁଯୋଗ ଥିଲା, ଆଜି ବି ଅଛି। ଥିଲା, ଆମେ ଗୋଟିଏ ଆଞ୍ଚଳିକ ଦଳ ଗଠନ ହୋଇଥିଲା, କିନ୍ତୁ ସେ ଆଞ୍ଚଳିକ ଦଳ ରାଜ୍ୟ ସ୍ୱାର୍ଥ ବିରୁଦ୍ଧରେ ସପକ୍ଷରେ କିଛି କାର୍ଯ୍ୟ ନ କରିକିରି କେବଳ ନିଜର କେଉଁଠି କ'ଣ ସୁବିଧା ହେବ, କେମିତି ସରକାରରେ ବଞ୍ଚିକି ରହିବେ, ସେଥିପାଇଁକି ସେ କାର୍ଯ୍ୟ କରୁଥିଲେ। କେତେବେଳେ ଇକ୍ୱାଲ୍ ଡିଷ୍ଟାନ୍ସ ମେଣ୍ଟେନ୍ କରିବା, କେତେବେଳେ କାହାକୁ ସପକ୍ଷ ଦେବା, ଏସବୁ କାର୍ଯ୍ୟ ରାଜ୍ୟର ସ୍ୱାର୍ଥ ପାଇଁ ସପକ୍ଷ ଦେବା, ଏମିତି କଥା କହିକରି କରୁଥିଲେ। ଆଞ୍ଚଳିକ ଦଳ ଭାବରେ ତାମିଲନାଡ଼ୁରେ ଯେଉଁ ଦଳଟି ଅଛି ଅତି ଷ୍ଟ୍ରଙ୍ଗଲି ଲଢ଼ୁଛି। ଟିଏମ୍ସି ଆମର ଯେଉଁ ୱେଷ୍ଟବେଙ୍ଗଲରେ ସେ ମଧ୍ୟ ବଡ଼ ଷ୍ଟ୍ରଙ୍ଗଲି ଲଢ଼ୁଛି। କିଛି ଆଞ୍ଚଳିକ ଦଳ ଲଢ଼ୁଛନ୍ତି ଏବଂ ତାଙ୍କର ସ୍ଥିତି ବଜାୟ ରଖିଛନ୍ତି। ଓଡ଼ିଶାରେ ଗୋଟିଏ ଆଞ୍ଚଳିକ ଦଳର ଆବଶ୍ୟକତା ଅତୀତରେ ଥିଲା। ଆମେ ଗଢ଼ିଥିଲୁ, ସେ 24 ବର୍ଷ ଶାସନ କଲା, କିନ୍ତୁ ଆଞ୍ଚଳିକ ଦଳ ଭାବରେ କଲା ନାହିଁ। ସେ ଗୋଟେ ନିଜର ସୁବିଧା ଦୃଷ୍ଟିରୁ ହେଉ ତା'ର ଦଳଟିକୁ ସଜାଡ଼ିକି ରଖିଲା। ଏବେ ଯଦି ଆଞ୍ଚଳିକ ଦଳଟି ଗଠନ ହୁଏ, ମୁଁ ଜାଣିନାହିଁ କେମିତି ଭାବରେ ଆଉ ଗଠନ ହେବ, କାରଣ ଲୋକେ ବିଜେପି ସାଙ୍ଗରେ ରହିଗଲେଣି, କଂଗ୍ରେସ ସାଙ୍ଗରେ ଯିଏ ରହିବା କଥା ରହିଛନ୍ତି। ଆମେ ସବୁ କଂଗ୍ରେସ ସାଙ୍ଗରେ ରହିଲୁ, ବିଜେପି ସାଙ୍ଗରେ। କମ୍ୟୁନିଷ୍ଟ ପାର୍ଟି ବା ଲେଫ୍ଟ ପାର୍ଟିଜ୍ ମାନେ ଯେଉଁମାନେ ଅଛନ୍ତି, ତାଙ୍କର ଯାହା କିଛି କିଛି ଆଞ୍ଚଳିକ କାର୍ଯ୍ୟକ୍ରମ ଚାଲିଛି। ଆଉ ତ ଆଞ୍ଚଳିକ ଦଳ ଯଦି କେହି ଗଢ଼ିପାରନ୍ତି ଗଢ଼ିବେ, କାହା ସାଙ୍ଗରେ ଗଠବନ୍ଧନ କରିକିରି ସରକାର କରିବାକୁ ଚେଷ୍ଟା କଲେ ହେବ। ମୁଁ ସେ କଥା କହିପାରିବିନି। ବିଜୟ ମହାପାତ୍ରଙ୍କ ସମ୍ପର୍କରେ ମୋର ଧାରଣା ଏକଦମ ଭିନ୍ନ ଧାରଣା ଅଛି। ସେ ଆଞ୍ଚଳିକ ଦଳ ଆଉ ଗଢ଼ିପାରିବେନି। ସେ ଅତୀତରେ ଯେଉଁ ଗଢ଼ିଥିଲେ, ସେତେବେଳର ତାଙ୍କ ଉପରେ ଯେଉଁ ବିଶ୍ୱାସ ଥିଲା, ସେ ଆଜି ଦିନରେ ସେ ନାହିଁ। ଏ ବିଷୟରେ ମୁଁ ସ୍ପଷ୍ଟ କହିଦେଇପାରେ। ଏଣୁ ଆଞ୍ଚଳିକ ଦଳ ସେ ଗଢ଼ିପାରିବେନି। ସୁଯୋଗ ଅଛି ଏବଂ ସାମର୍ଥ୍ୟ ଯୋଗାଡ଼ କଲେ ହେବ। ନେତୃତ୍ୱ ଗୋଟେ ଭଲ ନେତୃତ୍ୱ ନଥାଏ, ତାକୁ ସାମର୍ଥ୍ୟ କୁହାଯାଏ। ଭଲ ନେତୃତ୍ୱ ଗୋଟେ କଲେକ୍ଟିଭ୍ ଫଙ୍କସନିଂରେ ଆସେ। ଭଲ ନେତୃତ୍ୱ ଗୋଟେ ଜଣେ ବ୍ୟକ୍ତି ଉଠିଯିବ, ସେମିତି ହୁଏ ନାହିଁ। ସେ ଗୋଟେ ସାମର୍ଥ୍ୟ ଥାଏ। ସେ ସାମର୍ଥ୍ୟ ଥିଲା ଜନତା ଦଳ, ବିଜୁ ଜନତା ଦଳ ଗଠନ ବେଳେ ତା ପାଖରେ ଥିଲା ଏବଂ ସେ ସାମର୍ଥ୍ୟକୁ ନେଇକରି ହେଇଥିଲା। ତେଣୁ ସାମର୍ଥ୍ୟ ଆଉ ହେଇପାରିବ। ଅନେକ ରାଜ୍ୟରେ ଅନେକ 2-3ଟା ଦଳ, ଆଞ୍ଚଳିକ ଦଳ ଅଛନ୍ତି। କାରଣ ବିଜୁ ଜନତା ଦଳଟାକୁ ଏପର୍ଯ୍ୟନ୍ତ ଲୋକେ ମନରୁ ପାସୋରି ପାରୁନାହାନ୍ତି। କାରଣ ଅତୀତରେ ଯେପରି ଭାବରେ ସେ ବିଜେପି ସାଙ୍ଗରେ ସବୁଥିରେ ହାତ ମିଳେଇଲା, ରାଜ୍ୟର ସ୍ୱାର୍ଥ ଫୋପାଡ଼ିକି ମଧ୍ୟ ଗୋଟିଏ ରାଜ୍ୟର ସ୍ୱାର୍ଥ ତାଙ୍କ ସମୟରେ କିଛି ମିଳିନାହିଁ। ମୋତେ ଯଦି ପଚରାଯାଏ କେଉଁ ସ୍ୱାର୍ଥଟି ମିଳିଛି ତାଙ୍କ ସମୟରେ, କ'ଣ ମିଳିଛି? ଗୋଟେ ପ୍ୟାକେଜ୍ ମିଳିଛି, ସ୍ପେଶାଲ ପ୍ୟାକେଜ୍। କ'ଣ ପାଇଁକି ସେ ହାତ ମିଳାଉଥିଲେ ତାଙ୍କ ସାଙ୍ଗରେ? ଯଦି ମୋ ମନରେ ପ୍ରଶ୍ନ ଆସୁଛି, ଅଗଣିତ ଓଡ଼ିଆଙ୍କ ମନରେ ସେଇ ପ୍ରଶ୍ନ ଆସୁଥିବ। ସେଥିପାଇଁ କି ତାଙ୍କୁ ଆହୁରି ପରୀକ୍ଷା ଦେବାର ଅଛି ଯେ ପ୍ରକୃତରେ ସେମାନେ ଆଞ୍ଚଳିକ ଦଳ ଭଳିଆ କାର୍ଯ୍ୟ କରୁଛନ୍ତି ନା ନାହିଁ। ତାହେଲେ ଲୋକଙ୍କର ବିଶ୍ୱାସ ଆସିବ, କାହାକୁ ମଙ୍ଗା ପଡ଼ିବନି, ସମସ୍ତଙ୍କୁ ଲାଭ ପଡ଼ିବ। କାହିଁକି ନା ଯଦି ଆଞ୍ଚଳିକ ଦଳଟି ଆସେ, ଲୋକେ ତାକୁ ଭୋଟ ଦେବେ। କଂଗ୍ରେସ ଓ ଆଞ୍ଚଳିକ ଦଳ ମିଶିକିରି ମଧ୍ୟ ସରକାର ଗଢ଼ିପାରିବେ। ସେମିତି ବିଜେପି ଗୋଟେ କାହାର ହାତ ବାନ୍ଧିଦେବ। ବର୍ତ୍ତମାନ ଦେଖାଯାଉଛି କ'ଣ, ବିଜେପି ଏକାକୀ ତ କେଉଁଠି ଲଢ଼ିବାକୁ ଚାହୁଁନାହିଁ। ଏଠି ନଥିଲା ସୁଯୋଗ ବୋଲିକିରି ଆସୁ ଆସୁ ବାଇଚାନ୍ସ ଆସିଲା।
নহলে ସେ ଯଦି କମି ଯାଇଥାନ୍ତା ତାହେଲେ ମଧ୍ୟ ବିଜେଡ଼ି ସାଙ୍ଗରେ ଗଠବନ୍ଧନ କରି ସରକାର ଗଢ଼ିଥାନ୍ତା ଆମେ ଜାଣିଥାନ୍ତୁ। ଏଠୁ ସଂଖ୍ୟା ଟିକେ ବଢ଼ିଯାଇଛି ବୋଲିକିରି ସେ ବିଜେଡ଼ିକି ଛାଡ଼ିକିରି ନିଜେ ସରକାର ଗଢ଼ିଛି। ଦେଖିବା ଆଗାମୀ ଦିନରେ କ'ଣ ହେଉଛି ଆଗ ଆଞ୍ଚଳିକ ଦଳ ଆସୁ। ଓଡ଼ିଶାରେ ତ ନାହିଁ ଆଉ ଗୋଟେ ଆଞ୍ଚଳିକ ଦଳ ଗଠନ ହେଇଥିଲା ସେ ଷ୍ଟେଟ୍ ପାଇଁକି ଲଢ଼େଇ କରିବ ବୋଲିକିରି ଏଇ ତାମିଲନାଡ଼ୁରେ ସେ ଏକାକି ଲଢ଼େଇ କରୁଛି। ଭାଷା ପାଇଁ ଲଢ଼େଇ କଲା, କହିଲା ମୁଁ ହିନ୍ଦୀ ଭାଷାକୁ ଆ ଭିତରେ ଭର୍ତ୍ତି କରାଇଦେବି ନାହିଁ, କରୁଛି ବିଭିନ୍ନ କ୍ଷେତ୍ରରେ ଲଢ଼େଇ କରୁଛି। ସେ LIC ଇନ୍ସୁରାନ୍ସ କମ୍ପାନୀ ଗୋଟେ ହିନ୍ଦୀ ଭାଷା କରୁଥିଲା ତାକୁ ବାଧା ଦେଲା। କିନ୍ତୁ ଓଡ଼ିଶାରେ ତ ଆମର ସେମିତି କିଛି ନାହିଁ। ତାମିଲନାଡ଼ୁରେ ତାଙ୍କର ଆଞ୍ଚଳିକ ଦଳ ଭାବେ କରୁଛନ୍ତି। ଏତେ ଗଣ୍ଡଗୋଳ ହେଲା ସତ୍ତ୍ୱେ ଏଠି ୱେଷ୍ଟବେଙ୍ଗଲରେ ଏତେ ଗଣ୍ଡଗୋଳ ହେବା ସତ୍ତ୍ୱେ ସେମାନେ ତାକୁ ଭୋଟ୍ ଦେଲେ। ଏଇ ଯେଉଁ ବାଇ ଇଲେକ୍ସନ୍ ହେଲା। ଏଠୁ ଆଉ ତ ଆଞ୍ଚଳିକ ନାହିଁ କିଛି।